ଦୁର୍ଘଟଣାରେ ଚାଲିଗଲା ଦଶରଥଙ୍କ ଜୀବନ। ହଁ ଦର୍ଶକ ବନ୍ଧୁ, ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା ପଞ୍ଚାୟତ ନଛିପୁରିଆ ନୂଆସାହି ଗ୍ରାମରେ। ସୂଚନା ମୁତାବକ ଏହି ଗ୍ରାମର ସ୍ୱର୍ଗତ ଲାଲମୋହନ ହାଁସଦାଙ୍କ 37 ବର୍ଷୀୟ ପୁଅ ଦଶରଥ ହାଁସଦା ପେଶାରେ ସେ ଜଣେ ଡ୍ରାଇଭର। ସେ ବୈଶିଙ୍ଗାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଗାଡ଼ି ଚଲାଉଥିଲେ। ବୁଧବାର ସନ୍ଧ୍ୟା ସମୟରେ ନିଜର ବାଇକ୍ ସାହାଯ୍ୟରେ ନିଜ ଗ୍ରାମ ନୂଆସାହିକୁ ଆସୁଥିବା ବେଳେ ଟୋଲଗେଟ୍ ଉପକଣ୍ଠ ଦୁର୍ଗାପୁର ରାସ୍ତା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ଦଶରଥ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଜବତ କରିବା ସହିତ ତଦନ୍ତପୂର୍ବକ ଚମ୍ପଟ ମାରିଥିବା ଟ୍ରକ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ବୁଧବାର ଦଶରଥ ମୃତ ହୋଇଯାଇଥିଲେ ମଧ୍ୟ ଗୁରୁବାର ବ୍ୟବଚ୍ଛେଦ ପରେ ଶବ ଗୁରୁବାର ଗ୍ରାମକୁ ଆସିଥିଲା। ଏପଟେ ଦଶରଥଙ୍କ ମୃତ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି। ଦଶରଥଙ୍କ 2 ନାବାଳିକା ଶିଶୁ ଥିବାବେଳେ ବଡ଼ 11 ବର୍ଷର ଝିଅ ଥିବାବେଳେ ସାନ ପୁଅ 3 ବର୍ଷର ବୋଲି ଜଣାପଡ଼ିଛି। ଏହି 2 ନାବାଳିକା ଶିଶୁଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଉ ବୋଲି ସାଧାରଣରେ ଦାବି କରାଯାଉଛି। ବୈଶିଙ୍ଗାରୁ ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍।